हेलो हे फ्रेंड्स ମୁଁ ସ୍ମରଣିକା ଆପଣମାନେ ୱେଲକମ୍ କରୁଛି ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ ମାଉନ୍ ୱାର୍ଲ୍ଡ। ତ ଆପଣମାନେ ଭାବୁଥିବେ ଇଏ କି ଭିଡ଼ିଓ। ଆକ୍ଚୁଆଲି ବାହାଘର ପୂର୍ବରୁ ଆମେ ଦୁଇ ଜଣ ଦେଖା ତ ବହୁତ କମ୍ ହେଇଛୁ। ଆଉ କାହିଁକି ନା ବାସ୍ କିଏ ଦେଖିଦେବ ଖରାପ ଭାବିବ କି ଆଜିକାଲି ଯୁଗରେ ଟିକେ କ'ଣ ହେଲେ ଲୋକ ବହୁତ ବଡ଼ କରିଦିଅନ୍ତି। ତ ସେଥିପାଇଁକା ବାସ୍ ଆମେ ଭିଡ଼ିଓ କଲ୍ରେ କଥା ହେଉଥିଲୁ। ବାସ୍ ସେ ମୋତେ ମୁଁ ରାଗି ଯାଇଥିଲି ତ ମୋତେ ସେ ମନେଇବା ପାଇଁ ଚାହୁଁଥିଲେ। ତ ମୋତେ କ'ଣ କହିଲେ ମୋର ମନେ ନାହିଁ ଅବଶ୍ୟ, କିନ୍ତୁ ପୁରା ହସି ହସି ଗଡ଼ି ଯାଉଥିଲି। ତ ସେତେବେଳକୁ ଆମର ବାହାଘର ଫିକ୍ସ ହେଉଥିଲା ନା କ'ଣ। ତ ସେତେବେଳେ ଘଟଣା ବାହାଘର ଫିକ୍ସ ସରିଥିଲା, ମାନେ ଦେଖା ସାକ୍ଷାତ ସରିଥିଲା। ଫାର୍ଷ୍ଟ ନା ସେକେଣ୍ଡ ଥର ଦେଖା ସାକ୍ଷାତ ସରିଥିଲା। ତ ସେ ଘରକୁ ଆସିବାର ଥିଲେ, ତ ସେଥିପାଇଁକା ସେ ମୋତେ ଆସିଲେନି। ତା ପରଦିନ ଆସିବାର ଥିଲା, ସେଥିପାଇଁ ବୋଧେ ମୁଁ ରାଗିଥିଲି ନା କ'ଣ। ଆଉ ସେ ମୋତେ କ'ଣ କହୁଥିଲେ ସେଇଟା ତ ମୋର ମନେ ନାହିଁ ଅବଶ୍ୟ, କିନ୍ତୁ ମୁଁ ବହୁତ ମାନେ ଘରେ ଜାଣିଲେ ବାହାଘର ହଉ, ତଥାପି ଟିକେ କଥା ସମସ୍ତଙ୍କ ଆଗରେ ତ ହେଇପାରିବନି। ତ ମୁଁ କ'ଣ କରିଥିଲି ନା ଝରକା ଏଇଠି ବସିକି ମୁଁ ସବୁବେଳେ କଥା ହୁଏ। ମୋତେ ସବୁବେଳେ କୁହନ୍ତି ସେ ଝରକା ଆଉ ଖଟକୁ ଉଠେଇ ଆଣିବାର ଥିଲା। ତା'ର କିଛି ଡିମାଣ୍ଡ ନଥିଲା, ବାସ୍ ଖାଲି ସେ ଝରକା ଆଉ ଖଟ ଉଠେଇ ଆଣିବାର ଥିଲା। କାହିଁକିନା ମୁଁ ଏଇଠି ସବୁବେଳେ ତାଙ୍କ ସହିତ କଥା ହୁଏ। ଆଉ ସେ ମୋତେ ସବୁଠୁ ବଡ଼ ଗିଫ୍ଟ ଆଉ ଗୋଟେ ବି ଦେଇଥିଲେ ବାହାଘର ପୂର୍ବରୁ, ଯେତେବେଳେ ଆମେ ଲଭ୍ରେ ଥିଲୁ। ତ ସେତେବେଳେ ସେ ମୋତେ ବହୁତ ବଡ଼ ଗିଫ୍ଟ ଦେଇଥିଲେ। ଆଉ ମୁଁ ବି ଭାବିନଥିଲି ସେ ମୋତେ ସରପ୍ରାଇଜ୍ ଦେଇଥିଲେ। ତ ଇଏ ହେଉଛି ମୋ ଜନ୍ମସ୍ଥାନ ନୂଆପଡ଼ା। ତ ସେ ବାହାଘର ପୂର୍ବରୁ ହିଁ କହିଲେ, ମୁଁ ଆଗ ସେ ଭାବିଥିଲେ ଆଗ ଯାଇକି ମୋ ଜନ୍ମସ୍ଥାନକୁ ବୁଲିକି ଆସିବେ, ତାପରେ ହିଁ ସବୁ ଫିକ୍ସ ହେବ। ବାସ୍ ସେଇଆ ହିଁ ସେ କରିଥିଲେ। ତ ଯାଇକି ଆମ ଘରକୁ ଯାଇଥିଲି। ମୁଁ ତ ବହୁତ ଖୁସି ହେଇଯାଇଥିଲି, ମାନେ କାହିଁକିନା ସେ ତାଙ୍କ ଶ୍ୱଶୁରର ଅରିଜିନାଲ୍ ଶ୍ୱଶୁର ଯାଇଥିଲେ। ତ ସେଇଠି ଆମ ଘର ମୁଁ ତାଙ୍କୁ ଦେଖାଉଥିଲି ଯେ ଏଇଟା ଦେଖ। ତ ସେ ଯାଇଥିଲେ, ଆଉ ସେଠି ବି ସେ ବୁଲିକି ଆସିଥିଲେ। ସେଇ ହିଁ ତାଙ୍କର ଫାଷ୍ଟ ଆଣ୍ଡ ଲାଷ୍ଟ ଥିଲା। କାହିଁକିନା ଆଉ ଆମେ ଯେତେବେଳେ ଯାଉ ବି ଗାଁ ଭିତରକୁ ଯାଉନି, କିଛି ପାଇଁ ହିଁ ମୁଁ ତାଙ୍କୁ ଗାଁ ଭିତରକୁ ନିଏନି। ତ ସେଇଟା ହିଁ ମୋର ମେମୋରିଜ୍ ଥିଲା। ତ ଭିଡ଼ିଓ ଯଦି ଭଲ ଲାଗିଛି ଆପଣମାନେ ପ୍ଲିଜ୍ ଲାଇକ୍ ସେୟାର ସବସ୍କ୍ରାଇବ୍ ନିଶ୍ଚୟ କରିବେ। ୟୁଟ୍ୟୁବ୍ ଚ୍ୟାନେଲ୍କୁ ସବସ୍କ୍ରାଇବ୍ କରିଦେବେ, ଫେସବୁକ୍ ଇନଷ୍ଟାକୁ ଫଲୋ କରିଦେବେ। ତ ଏମିତି କିଛି ଭିଡ଼ିଓ ଥିଲା, ସେ ବହୁତ ଖୁସି ହେଇଥିଲେ। ତ ଭିଡ଼ିଓ ଭଲ ଲାଗିଛି ଲାଇକ୍ ସେୟାର ସବସ୍କ୍ରାଇବ୍। ଟାଟା ବାଏ ବାଏ, ଜଗନ୍ନାଥ। লাইক কর, কমেন্ট কর, ভিডিওটা ভাইরাল কর।